समुद्रରୁ ମାଛ ମାରିବା ଉପରେ କଟକଣା ଲାଗିଛି। ଏପ୍ରିଲ 15ରୁ ଜୁନ 14 ତାରିଖ ପର୍ଯ୍ୟନ୍ତ ଲାଗିଛି କଟକଣା। 61 ଦିନ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ବନ୍ଦ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ବିଭିନ୍ନ ଜେଟି ଆଉ ମୁହାଣରେ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଯାଉଛି। ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବାକୁ ବାରଣ କରାଯାଇଛି। ଅସ୍ତରଙ୍ଗ ବ୍ଲକ, ନୂଆଗଡ଼, ନଗର, ସହନ ଆଦି ଅଞ୍ଚଳରେ ମାଛ ଧରା, ଭୁଟୁଭୁଟି, ଟ୍ରଲର ଓ ଲଞ୍ଚ ଆଦିକୁ 2 ମାସ ପାଇଁ ବନ୍ଦ କରାଯାଇଛି। ସମୁଦ୍ରରୁ ମାଛ ମାରି ମତ୍ସ୍ୟଜୀବୀ ବର୍ଷସାରା ଚଳନ୍ତି। ତା ସହିତ ବୋଟ୍ ମାଲିକ, ମାଛ ଓଜନ, ଲୋଡିଂ ଅନଲୋଡିଂ, ମାଛ ବାହକ, ବିକ୍ରେତା, ଜାଲ କାରିଗରଠାରୁ ଆରମ୍ଭ କରି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ହଜାର ହଜାର ପରିବାର ନିର୍ଭର କରି ଚଳନ୍ତି। ମାଛ ଉପରେ ଯିଏ ଯେମିତି 2 ପଇସା ରୋଜଗାର କରି ପରିବାର ଚଳାନ୍ତି। ପ୍ରଜନନ ଋତୁରେ ସରକାରଙ୍କ ମାଛ ଧରା କଟକଣା ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡ଼ିଛି। ନିୟମ ନ ମାନିଲେ ବୋଟ୍ ସହିତ ମାଛ ଧରା ଉପକରଣକୁ ଜବତ କରାଯିବା ସହ ଜେଲ୍, ଜୋରିମାନା ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ମତ୍ସ୍ୟ ବିଭାଗର ନିୟମ କହୁଛି। ଏହି ନିୟମ ଅନୁସାରେ ମାଛ ମାରିବାକୁ ଯାଇଥିବା ବୋଟ୍ ଗୁଡ଼ିକ ଏବେ କୂଳକୁ ଫେରୁଛନ୍ତି। ଆଉ କେତେକ ବୋଟ୍ ସମୁଦ୍ରରୁ ଫେରୁଥିବା ସୂଚନା ମିଳୁଛି। ଏଥର କିଛି ମାସ ମାଛ ମାରିବା ପରେ ସରକାରଙ୍କ ନିର୍ଦ୍ଧାରିତ ଷ୍ଟାଣ୍ଡିଂ ନିୟମ ଲାଗୁ ହୋଇଛି। ମାଛ ମାରିବା ବନ୍ଦ ରହୁଥିବାରୁ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡ଼ିଛନ୍ତି। ନବନ ବେହେରା ଆମେ କେମିତି ବହୁତ ଅସୁବିଧାରେ ଚଳୁଛୁ। ବର୍ତ୍ତମାନ ମାଛ ପ୍ରତି ଯୋଉ ଭଳିଆ କଟକଣା କରାଗଲା, ଆମେ ତାକୁ କେମିତି ଚଳିବୁ ବୋଲି ଆମେ ତାକୁ ଚିନ୍ତା କରୁଛୁ। ଏଇ ଯୋଉ 15,000 ଟଙ୍କା ଦଉଛନ୍ତି ଆମର ଏଠି କଇଁଚ ବିଭାଗର, ଯୋଉ 15,000 ଟଙ୍କା ଦଉଛନ୍ତି, 15,000 ଟଙ୍କାରେ ଆମେ କେତେ ଦିନ ଆମେ ଚଳିବୁ? କିଏ ପାଉଛନ୍ତି, କିଏ ବା ପାଉନାହାନ୍ତି। ପାଉନୁ କିନ୍ତୁ ଅଣମତ୍ସ୍ୟଜୀବୀ ପଇସାଟା ପାଉଛନ୍ତି। ଆମେ ସରକାରକୁ ଅନୁରୋଧ କରୁଛୁ ଯେ ଟିକେ ଆଗକୁ ସହାୟତା ମିଳିଲେ ଆମକୁ ଟିକେ ଭଲ ହୁଅନ୍ତା। ଟିକେ ଅଧିକ ସହାୟତା ମିଳିଲେ ଆମକୁ ଟିକେ ଭଲ ଲାଗନ୍ତା। ମାଛ ମାନଙ୍କ ବଂଶବୃଦ୍ଧି ହେତୁ ଏପ୍ରିଲ 15ରୁ ଜୁନ 14 ଫିସିଂ ବନ୍ଦ କରାଯାଇଛି। କୋଉ ଅଞ୍ଚଳରେ ସଚେତନ କରାଗଲା? ନଗର, କାଳିଆକଣ, ନୂଆଗଡ଼, ସହନ। କେତେ ପାଖରେ କେତେ ମତ୍ସ୍ୟଜୀବୀ ସଚେତନ ଆଜି କରାଏ, ମାନେ ମତ୍ସ୍ୟଜୀବୀ ମାନେ ଅଛନ୍ତି? 3435 ମତ୍ସ୍ୟଜୀବୀ। କେତେଟି ମୋଟର ଚାଳିତ ଡଙ୍ଗା ଡାକକୁ ବ୍ୟାନ୍ କରାଯାଇଛି। ଘଟଣା ବିଷୟ ସରକାରଙ୍କୁ ଅନୁରୋଧ କରୁଛି, ଏ ଯୋଉ ଓଡିଶାର ଗରିବ ମତ୍ସ୍ୟଜୀବୀ ମାନେ ଯୋଉ ଅଛନ୍ତି, କୋଶଲାଗଙ୍ଗ ଠାରୁ ଆରମ୍ଭ କରି ପାରାଦୀପ, କେନ୍ଦ୍ରାପଡା ସେଞ୍ଚୁରୀ ଏରିଆ ଭିତରେ ଯୋଉ ମାଛ ଧରା କଟକଣା ସରକାର ଲଗେଇଲେ, ତ ଏଇଟା ବହୁତ ନିନ୍ଦନୀୟ। କାରଣ କଇଁଚ ପାଇଁ ସେମାନେ କଟକଣା ଲଗେଇଲେ, କଇଁଚକୁ ସୁରକ୍ଷା ଦେଲେ, ସେଥିପାଇଁ ମତ୍ସ୍ୟଜୀବୀ ମାନେ ମଲେ। ତାପରେ ଏ ପୁଣି 61 ଦିନ ପୁଣି ଯୋଉ ମାଛର ମଞ୍ଜି ଦିଆ ସମୟରେ, ଅଣ୍ଡା ଦିଆ ସମୟରେ, ସେତେବେଳେ ବି ଯେତେବେଳେ 61 ଦିନ ବନ୍ଦ କରୁଛନ୍ତି, ଇଏ ଗରିବ ମତ୍ସ୍ୟଜୀବୀ ମାନେ ମରିଯିବେ। ଆଉ 15,000 ଟଙ୍କା ଯୋଉ ଦଉଛନ୍ତି, ସେଟା କୋଉ ସ୍ୱାଭାବିକ କଥା ନୁହଁ। କିନ୍ତୁ ଏ ଗରିବ ମତ୍ସ୍ୟଜୀବୀ ଚାହୁଁଛନ୍ତି କେମିତି ତାଠୁ ଅଧିକା ଟଙ୍କା ସରକାର ଆମକୁ ଦିଅନ୍ତୁ, ଆଉ ଆମ ପରିବାର ପୋଷଣ ହେଇପାରିବ, ଆମ ପିଲା ଭଲ ପାଠ ପଢି ପାରିବେ, ଆମ ପିଲା ଭଲ ଉଚ୍ଚଶିକ୍ଷିତ ହେଇପାରିବେ। ଏଇ ଯୋଉ କାରଣ ସବୁ ସରକାର ବନ୍ଦ କରୁଛନ୍ତି, ବ୍ୟାନ୍ କରୁଛନ୍ତି, ସମୟ ସମୟରେ ଗରିବ ମତ୍ସ୍ୟଜୀବୀ ଅକାରଣରେ ହତାଶରେ ମରିଯିବେ। ଆମର ଦାବି ହଉଛି ଋଷିକୁଲ୍ୟା ଠାରୁ ପାରାଦୀପ ପର୍ଯ୍ୟନ୍ତ ଯେଉଁ ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ରରେ ମାଛ ଧରୁଛନ୍ତି, ସେମାନଙ୍କର 15,000 ଟଙ୍କା ନ ଲାଗି ସେମାନଙ୍କୁ 50,000 ଟଙ୍କା କରାଯାଉ। ସବୁ ମତ୍ସ୍ୟଜୀବୀ ମାନେ ସୁରକ୍ଷିତରେ ସେମାନେ ତାଙ୍କ ଟଙ୍କା ଦିଆଯାଉ। କିନ୍ତୁ ଆମେ ଅନୁରୋଧ କରୁଛୁ ଓଡିଶା ସରକାରଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ, ମୋଦି ସରକାରଙ୍କୁ ଅନୁରୋଧ କରୁଛୁ, ଯେମିତି ଗରିବ ଭାଇ ମାନେ, ଚାଷୀ ଭାଇ ମାନେ ଯେମିତି ବଞ୍ଚୁଛନ୍ତି, ଆମ ପିଲାମାନେ ଆଉ ଆମ ମତ୍ସ୍ୟଜୀବୀ ଭାଇ ମାନେ ଯଦି ସମୁଦ୍ରରୁ ମାଛ ଧରିକି ସେମିତି ତାଙ୍କ ଜୀବିକା ନିର୍ବାହ କରିବେ, ତାହେଲେ ମୁଁ ସରକାରଙ୍କୁ ଧନ୍ୟବାଦ ଦେଇ ମୋ ବକ୍ତବ୍ୟ ଶେଷ କରୁଛି। କୋଣାର୍କରୁ ପ୍ରକାଶ କାଣ୍ଡିଙ୍କ ରିପୋର୍ଟ, HR TV ଓଡ଼ିଆ।